ମୟୂରଭଞ୍ଜରେ ଆଲୋକର ପର୍ବ ଦୀପାବଳି ମହା ସମାରୋହରେ ପାଳିତ। ଆଲୋକର ପର୍ବ ଦୀପାବଳି ସାରା ଭାରତରେ ନରନାରୀ ଉତ୍ସବ ମୁଖର। ଏହି ଦିନ ଭଗବାନ ଶ୍ରୀରାମଚନ୍ଦ୍ର 14 ବର୍ଷ ବନବାସ କରିବା ପରେ ଅଯୋଧ୍ୟାକୁ ଫେରିଥିଲେ। ଲୋକେ ଖୁସି ଆନନ୍ଦରେ ଘରକୁ ଘର ରଙ୍ଗୀନ ଆଲୋକମାଳରେ ସଜେଇ ଶ୍ରୀରାମକୁ ସ୍ୱାଗତ କରିଥିଲେ। ସେହିଦିନ ଠାରୁ ଦୀପାବଳି ପର୍ବ ବେଶ ଧୁମଧାମରେ ପାଳିତ ହୋଇ ଆସୁଛି। ଆଦିବାସୀ ମଧୁସିତ ମୟୂରଭଞ୍ଜ ଜିଲ୍ଲାର ଫୁଲପଲ୍ଲୀ ରଙ୍ଗୀନ ଆଲୋକମାଳାରେ ସଜେଇ ହୋଇଛି। ମା ଭଉଣୀମାନେ ଘର ଦ୍ୱାର ବନ୍ଧରେ ସୁନ୍ଦର ସୁନ୍ଦର ମୁରୁଜ କରି ତାହାରି ଉପରେ ମାଟି ଦୀପ ଗୁଡ଼ିକ ସଜାଇ ରଖିଥାନ୍ତି, ଯାହା ଦେଖିବାକୁ ବେଶ ସୁନ୍ଦର ଲାଗିଥାଏ। ତା ସହିତ ଘରେ ଘରେ ରୋଷଣୀ, ବୋମା, ସରବତୀ, ଝରାବତୀ, ଚୁରଚୁରି ଜଳାଇ ଆନନ୍ଦ ଉପଭୋଗ କରିଥିଲେ। ତଥା ସେହିପରି କେଉଁଠି ମୀନା ବଜାର ତ କେଉଁଠି ମେଲୋଡି ଆଉ କେଉଁଠି ଯାତ୍ରା ଲୋକେ ଆନନ୍ଦ ଉପଭୋଗ କରିଥିଲେ। ଏଥିସହ ମା କାଳୀଙ୍କ ସ୍ମରଣ ମୂର୍ତ୍ତିଙ୍କୁ ଦର୍ଶନ କରି ଆନନ୍ଦିତ ଅନୁଭବ କରିଥିଲେ। ମୟୂରଭଞ୍ଜ ରାଇରଙ୍ଗପୁରରୁ ଶ୍ୟାମଳନ୍ଦୁ ପରିଡ଼ାଙ୍କ ରିପୋର୍ଟ, ନ୍ୟୁଜ୍ ଓଡ଼ିଶା ଟିଭି।